ଯାଏ ଯୋହନ 15 ପର୍ବ ତାର 14 ଏବଂ 15 ପଦ। ଯୋହନ 15 ପର୍ବ ତାର 14 ଏବଂ 15 ପଦ। ମୁଁ ତୁମମାନଙ୍କୁ ଯେଉଁ ଆଜ୍ଞା ଦେଇଅଛି ତାହା ଯଦି ପାଳନ କର ତେବେ ତୁମ୍ଭେମାନେ ମୋର ବନ୍ଧୁ। ୟେସ୍ ପ୍ରିୟମାନେ, ମୁଁ ଶୁଣିଛି କେତେ ଜଣ ପ୍ରାର୍ଥନା କବେଳେ କହନ୍ତି, ପ୍ରଭୁ ମୁଁ ତୁମର ଦାସ। ଆଉ ପରିଚୟ ଦେଲା ବେଳକୁ ମଧ୍ୟ କହନ୍ତି ପ୍ରଭୁଙ୍କର ମହାନ ଦାସ। କିନ୍ତୁ ପ୍ରଭୁ ଯୀଶୁ କହନ୍ତି ତୁମ୍ଭେମାନେ ଆଉ ଦାସ ନୁହେଁ, ମାତ୍ର ତୁମ୍ଭେମାନେ ବନ୍ଧୁ। ତୁମେମାନେ ମୋର ବନ୍ଧୁ ଅଟ। ଯିଏ ମୋର ପିତା ସେ ତୁମର ମଧ୍ୟ ପିତା ଅଟନ୍ତି। ବାକ୍ୟରେ ଲେଖାଯାଏ ତୁମର ପିତା ଏବଂ ମୋର ପିତା। ୟେସ୍ ପ୍ରିୟମାନେ, ଯୋଉ ପ୍ରଭୁ ଯୀଶୁଙ୍କର ବାପା ଯିଏ, ସେଇ ପରମେଶ୍ୱର ଆମର ମଧ୍ୟ ପିତା ଅଟନ୍ତି। ଆଉ ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି ମୁଁ ତୁମମାନଙ୍କୁ ଭାଇ ବୋଲି ସମ୍ବୋଧନ କରୁଅଛି। ଆମେ ପ୍ରକୃତି ଭାଇ ଭାଇ ଗୋଟିଏ ବାପାର ସନ୍ତାନ ଅଟୁ। ଏ ବିଷୟ ଜାଣି ରଖିବା ଉଚିତ। ଆମେ ତାଙ୍କର ଭାଇ ଅଟୁ। ଗୋଟେ ହଜି ଯାଇଥିବା ଭାଇ, ସାନ ବେଳୁ ହଜି ଯାଇଛି ଭାଇ, ବାପା ଖୋଜୁଛନ୍ତି, ଆଉ ଆମର ବଡ ଭାଇ ଖୋଜୁଛନ୍ତି କିନ୍ତୁ ପାଉନାହାନ୍ତି। ଆଉ ଯୋଉ ଦିନ ବାପା କିମ୍ବା ବଡ ଭାଇ ହଜି ଯାଇଥିବା ସେ ଭାଇକୁ ପାଇଯାଆନ୍ତି, ସେମାନଙ୍କ ମନରେ ଯୋଉ ଆନନ୍ଦ ଆସେ ଆପଣ କଳ୍ପନା କଲେ ଜାଣିପାରିବେ। ୟେସ୍ ପ୍ରିୟମାନେ, ଆମେ ହଜି ଯାଇଥିବା ସେଇ ଭାଇ, ଆମେ ହଜି ଯାଇଥିବା ସେଇ ପୁଅ ଯଦି ମନ ଫେରଣ କରି ପରମେଶ୍ୱରଙ୍କ ପାଖକୁ ଫେରି ଯାଉ, ସେ ଆମର ସବୁ ପାପକୁ କ୍ଷମା କରିଦେବେ। ୟେସ୍, ସେ ତ ଅପେକ୍ଷା କରି ରହିଛନ୍ତି କେତେବେଳେ ମୋର ପୁଅ ଫେରିବ, କେତେବେଳେ ମୋର ଝିଅ ଫେରିବ। ମୁଁ ଗୋଟେ ପଦ ଗୀତ ଗାଇବାକୁ ଚାହେଁ। ए मेरे बेटे दूर दूर क्यों, दूर दूर ना जा, लौट के तू आ, लौट के तू आ। यस, ସେ ଅପେକ୍ଷା କରିଛନ୍ତି କେତେବେଳେ ମୋର ପୁଅ, କେତେବେଳେ ମୋର ଝିଅ ଫେରି ଆସିବ। ଆମ ଜୀବନରେ ଥିବା ପାପ ଯାହାକି ଆମକୁ ତାଙ୍କ ପାଖକୁ ନେଇ ପାରୁନାହିଁ। ଆମ ମନରେ ଆସୁଛି ଚିନ୍ତା, ମୁଁ ଏତେ ପାପ କରିଛି, ସେ ମତେ ମୋର ପାପ କ୍ଷମା କରିବେ ତ? ବେଳେ ବେଳେ ସନ୍ଦେହ ଉପୁଜୁଛି ମନ ଭିତରେ, ଆଉ ଏଇ ସନ୍ଦେହ ପୁରଉଛି ଶୈତାନ। ସେ କହୁଛି ଆମର ମନକୁ, ହଁ ଈଶ୍ୱର କ୍ଷମାମୟ, ସେ ପାପ କରିବେ, ପାପକୁ କ୍ଷମା କରିଦେବେ, କିନ୍ତୁ ତୁ ପାପ ଛାଡି ପାରିବୁ ନାହିଁ। ତୁ ଯୋଉ କାର୍ଯ୍ୟ କରିଛୁ ତୁ ସେଇଥିରୁ ଫେରି ପାରିବୁ ନାହିଁ। ୟେସ୍ ପ୍ରିୟମାନେ, ଆମ ମନ ଭିତରେ ଭୁଲ ଧାରଣା ସିଏ ପ୍ରବେଶ କରୁଛି। ହବାକୁ ମଧ୍ୟ ଭୁଲ ଧାରଣା ପ୍ରବେଶ କରେଇଥିଲା। ସେ ଆଦମ ଆଉ ହବାକୁ ନିଜର ସାଦୃଶ୍ୟରେ ତିଆରି କରିଥିଲେ, କିନ୍ତୁ ଶୈତାନ କହିଲା ଏଇ ଫଳ ଖାଇଲେ ହିଁ ତୁ ପ୍ରଭୁଙ୍କ ପରି ହେଇପାରିବୁ। ଆଜି ବି ସେ ଆମକୁ ଡିସିଭ୍ କରିବାକୁ ଚେଷ୍ଟା କରୁଛି। ଆମେ ଠିକ ତାଙ୍କ ପରି, ଆମକୁ ସେ ସବୁ ଅଧିକାର ଦେଇଛନ୍ତି। ଯୋଉ ପୃଥିବୀକୁ ସର୍ଜନା କଲେ, ସେଇ ପୃଥିବୀର ପ୍ରତ୍ୟେକ ବସ୍ତୁ ଉପରେ, ପ୍ରତ୍ୟେକ ଜୀବନ୍ତ ପ୍ରାଣୀ ଉପରେ ସେ ଆମକୁ ଅଧିକାର ଦେଇଛନ୍ତି ପ୍ରିୟମାନେ। କାରଣ ପୃଥିବୀର ଆରମ୍ଭରୁ ହିଁ ଆମକୁ ସେ ନିଜର ପୁଅ ଆଉ ନିଜର ଝିଅ କରି ଗ୍ରହଣ କରିଛନ୍ତି।
ଜାଣି ରଖିବା। ଶୈତାନର ମନ୍ଦ ପରୀକ୍ଷାରେ ଆମେ ପଡ଼ିବା ନାହିଁ ପ୍ରିୟମାନେ। ସେ ଯୋଉ ଆମକୁ ଭୁଲେଇବାକୁ ଚେଷ୍ଟା କରୁଛି ତା ମିଛ କଥାରେ ଆମେ ବିଶ୍ୱାସ କରିବା ନାହିଁ। ଆମେ ସ୍ୱୟଂ ପରମେଶ୍ୱରଙ୍କର ପୁତ୍ର ଆଉ କନ୍ୟା। ସେ ପରମେଶ୍ୱର ଅଟନ୍ତି ଆଉ ଆପଣ ଆଉ ମୁଁ ଈଶ୍ୱର ଅଟୁ। କାରଣ ବାକ୍ୟରେ ଲେଖାଯାଏ ତୁମ୍ଭେମାନେ ଈଶ୍ୱର ଗଣ। ହାଲେଲୁୟା। ଆମେ ସାଧାରଣ ଲୋକ ନୁହେଁ, ସ୍ୱୟଂ ପରମେଶ୍ୱରଙ୍କର ପୁତ୍ର ଆଉ କନ୍ୟା। ଯେତେ ଦିନ ପର୍ଯ୍ୟନ୍ତ ଆମର ଏଇ ପରିଚୟକୁ ଆମେ ଗ୍ରହଣ କରିବା ନାହିଁ, ଆମ ଭିତରେ ସ୍ୱୀକାର କରିବା ନାହିଁ, ତାହେଲେ ଆମେ ସେତେ ଦିନ ପର୍ଯ୍ୟନ୍ତ ଶୈତାନର ପୁଅ ହେଇକି ଶୈତାନର ଝିଅ ହେଇକି ରହିବା। ପ୍ରିୟମାନେ ଏହା ସତ୍ୟତା ଅଟେ। ପ୍ରଭୁ ଯୀଶୁ ମଧ୍ୟ କୁହନ୍ତି, ଏଇ ବାକ୍ୟରେ କହୁଛନ୍ତି 15ରେ କୁହାଯାଏ 15:15 ମୁଁ ତୁମମାନଙ୍କୁ ଆଉ ଦାସ ବୋଲି କହୁନାହିଁ, କାରଣ କର୍ତ୍ତା କଣ କରନ୍ତି ଦାସ ତାହା ଜାଣେ ନାହିଁ। ପ୍ରଭୁ ଯୀଶୁ କହନ୍ତି ମୁଁ ତମକୁ ଦାସ ବୋଲି କହୁନାହିଁ। ଏଠି ଲେଖା ହେଇଛି ପ୍ରଭୁ ଯୀଶୁ ମୁଁ ତୁମମାନଙ୍କୁ ଆଉ ଦାସ ବୋଲି କହୁନାହିଁ। ଆଗରୁ ତମେ ଦାସ ଥିଲ, ଆଗରୁ ତୁମେ ଶୈତାନର ଦାସ ଥିଲ, ଆଗରୁ ତୁମେ ପାପର ଦାସ ଥିଲ, କିନ୍ତୁ ବର୍ତ୍ତମାନ ଆଉ ଦାସ ନୁହେଁ। ମୋର ପବିତ୍ର ରକ୍ତରେ ମୁଁ ତମକୁ କିଣି ସାରିଛି। ତମେ ଆରମ୍ଭରୁ ହିଁ ମୋର ଭାଇ ଥିଲ। ତମେ ସେ ସ୍ୱର୍ଗରୁ ଏଇ ପୃଥିବୀକୁ ପଠା ଯାଇଥିଲ, କିନ୍ତୁ ତମେ ଶୈତାନର କଥାରେ ପଡିକି ଭୁଲି ଯାଇଛ ତୁମେ ପରମେଶ୍ୱରଙ୍କର ପୁତ୍ର ବୋଲି। ବାପା ମତେ ଏଇ ପୃଥିବୀକୁ ପଠେଇଛନ୍ତି ତୁମକୁ ଫେରେଇ ନେବା ପାଇଁ। ଆଉ ଏଇଠୁ ଫେରି ଯିବାକୁ, ସ୍ୱର୍ଗକୁ ଫେରି ଯିବାକୁ ହେଲେ ସେଇ ସ୍ୱର୍ଗର ଆଚରଣ ତମ ଭିତରେ ଆବଶ୍ୟକ ଅଛି। ତମ ଭିତରେ ତମେ ଯଦି ସ୍ୱର୍ଗୀୟ ଆଚରଣକୁ ଆରମ୍ଭ କରିବ, ମୋର କଥା ଗୁଡିକ ମାନିବ, 14 ଲେଖାଯାଏ ମୁଁ ତୁମମାନଙ୍କୁ ଯେଉଁ ଆଜ୍ଞା ଦେଇଅଛି ତାହା ଯଦି ପାଳନ କର ତାହେଲେ ତମେ ଆମର ବନ୍ଧୁ ହେଇଯିବ। ଆଉ ରୋମିଓ 8 ପର୍ବ ତାର 17 ପଦରେ ଲେଖାଯାଏ, ରୋମିଓ 8 ପର୍ବ ତାର 17 ପଦରେ କାହାକୁ ଯଦି ପାଉଛନ୍ତି ତାହେଲେ ଦୟାକରି ପଢିବାର ସାହାଯ୍ୟ କରନ୍ତୁ। 16 ଲେଖାଯାଏ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମମାନଙ୍କର ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି। ସେଇ ପବିତ୍ର ଆତ୍ମା ଆମର ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରୁଛନ୍ତି ଯେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ। 15ରେ ଲେଖାଯାଏ କାରଣ ତୁମେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇନାହ। ଏଠାରେ ମଧ୍ୟ ଲେଖାଯାଏ ଯେ ଆମେ ଦାସତ୍ୱର ଆତ୍ମା ପାଇନାହୁଁ, କିନ୍ତୁ କୋଉ ଆତ୍ମା ପାଇଛୁ? ପୁତ୍ରତ୍ୱର ଆତ୍ମା ପାଇଅଛ, ତଦ୍ୱାରା ଆମେ ମାନେ ଆବା ପିତ ବୋଲି ଡାକିଥାଉ। ୟେସ୍ ପ୍ରିୟମାନେ, ଆମେ ପୁତ୍ରତ୍ୱର ଆତ୍ମା ପାଇଛୁ। ଯୋଉ ଆତ୍ମା ବର୍ତ୍ତମାନ ଆମ ଭିତରେ ଅଛନ୍ତି ସେଇ ଆତ୍ମା, ଯୋଉ ଆତ୍ମା ପ୍ରଭୁ ଯୀଶୁଙ୍କ ଭିତରେ ଥିଲେ। ଲେଖାଯାଏ ଯୌନ 14 ପର୍ବ 18 ପଦରେ ଲେଖାଯାଏ ମୁଁ ତୁମମାନଙ୍କୁ ଅନାଥ କରି ଛାଡି ଯିବି ନାହିଁ। ପ୍ରଭୁ ଯୀଶୁ ଶିଷ୍ୟ ମାନଙ୍କୁ କହୁଛନ୍ତି ମୁଁ ତୁମକୁ ଅନାଥ କରି ଛାଡି ଯିବି ନାହିଁ। ଆଉ 16ରେ ଲେଖାଯାଏ ମୁଁ ପିତାଙ୍କୁ ଅନୁରୋଧ କରିବି ପୁଣି ତୁମମାନଙ୍କ ସାଙ୍ଗରେ ଚିରକାଳ ରହିବା ନିମନ୍ତେ ସେ ତୁମମାନଙ୍କୁ ଆଉ ଜଣେ ସାହାଯ୍ୟକାରୀ କି ଅର୍ଥାତ୍ ସତ୍ୟମୟ ଆତ୍ମାକୁ ପଠେଇବି। ହାଲେଲୁୟା। ସତ୍ୟମୟ ଆତ୍ମା ଆସିବେ, ଆମ ସାଥିରେ ସେ ରହିବେ। କିନ୍ତୁ 18ରେ ଲେଖାଯାଏ ମୁଁ ତୁମମାନଙ୍କ ନିକଟକୁ ଆସୁଅଛି। ହାଲେଲୁୟା। ମୁଁ ତୁମକୁ ଅନାଥ କରି ଯିବି ନାହିଁ, ମୁଁ ତୁମ ନିକଟକୁ ପୁନର୍ବାର ଆସୁଅଛି। ସେଇ ପବିତ୍ର ଆତ୍ମା, ଯୋଉ ପବିତ୍ର ଆତ୍ମା ପ୍ରଭୁ ଯୀଶୁଙ୍କ ଭିତରେ ଥିଲେ, ସେଇ ପବିତ୍ର ଆତ୍ମା ଯୀଶୁ ରୂପରେ ନୁହେଁ,
ପବିତ୍ର ଆତ୍ମା, ସେଇ ଆତ୍ମା ଯିଏ ଯୀଶୁଙ୍କ ଭିତରେ ଥିଲେ, ସେ ଆତ୍ମା ରୂପରେ ଆମ ଭିତରକୁ ଆସିଛନ୍ତି, ଆମ ସାଙ୍ଗରେ ରହିଛନ୍ତି। ୟେସ୍ ପ୍ରିୟମାନେ, ଆମେ ସାଧାରଣ ଲୋକ ନୁହେଁ। ଏଇ ଶରୀର ଭିତରେ କେବଳ ଆମେ ବାସ କରିନାଉ, ଏଇ ଶରୀର ଭିତରେ ମୁଁ ଅଛି, ଆଉ ମୋ ସହିତ ପ୍ରଭୁ ଯୀଶୁଙ୍କର ଆତ୍ମା ଅଛନ୍ତି। ହାଲେଲୁୟା। ଆପଣଙ୍କ ଶରୀର ଭିତରେ କେବଳ ଆପଣ ନୁହନ୍ତି, ଆପଣଙ୍କ ସହିତ ପବିତ୍ର ଆତ୍ମା ମଧ୍ୟ ଅଛନ୍ତି। କୋଉ ଆତ୍ମା? ଯୋଉ ଆତ୍ମା ପ୍ରଭୁ ଯୀଶୁଙ୍କ ଭିତରେ ଥିଲେ। ଲେଖାଯାଏ, ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇନାଅ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ। ଆଉ ଯଦି ସନ୍ତାନ, ସତରେ ଲେଖାଯାଏ, ତେବେ ଉତ୍ତରାଧିକାରୀ ଅର୍ଥାତ୍ ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ହେବା ନିମନ୍ତେ। ୱାଓ, ଆମେ ତାଙ୍କ ସାଙ୍ଗରେ ଦୁଃଖ ଭୋଗ କରୁ, ତେବେ ଈଶ୍ୱରଙ୍କର ଉତ୍ତରାଧିକାରୀ ହେଇଯିବା। ଉତ୍ତରାଧିକାରୀର ଅର୍ଥ ହଉଛି ଈଶ୍ୱରଙ୍କ ପାଖରେ ଯାହା କିଛି ଅଛି ପ୍ରତ୍ୟେକ ବିଷୟର ଅଧିକାର ଆମକୁ ମିଳିବ। ଆମେ ଅଧିକାରୀ ହେଇଯିବା। କେବଳ ଆମେ ପରମେଶ୍ୱରଙ୍କର ସବୁ ବିଷୟର ଉତ୍ତରାଧିକାରୀ ହେବା ସେ କଥା ନୁହେଁ। ସବୁଠାରୁ ଖୁସିର କଥା ହଉଛି ଯେ ଆମେ ଖ୍ରୀଷ୍ଟଙ୍କ ସହିତ ଯୀଶୁଙ୍କ ସହ ଉତ୍ତରାଧିକାରୀ ଅଟୁ। ସହ ଉତ୍ତରାଧିକାରୀ। ପ୍ରଭୁ ଯୀଶୁ ଯେପରିକି ପରମେଶ୍ୱରଙ୍କର ଉତ୍ତରାଧିକାରୀ, ଆମେ ମଧ୍ୟ ତାଙ୍କର ଉତ୍ତରାଧିକାରୀ ହେବା। ପ୍ରୋଭାଇଡେଡ କେତେବେଳେ ହେବା? ଯେତେବେଳେ ଆମେ ଈଶ୍ୱରଙ୍କର ସନ୍ତାନ ହବା। ଆଉ କେତେବେଳେ ଈଶ୍ୱରଙ୍କ ସନ୍ତାନ ହବା? ଯେତେବେଳେ ଆମେ ଯୀଶୁଙ୍କର କଥା ମାନିବା। ଏଠାରେ ଲେଖାଯାଏ 15:15, କିନ୍ତୁ ମୁଁ ତୁମମାନଙ୍କୁ ବନ୍ଧୁ ବୋଲି କହିଛି, କାରଣ ମୁଁ ମୋର ପିତାଙ୍କ ଠାରୁ ଯାହା ଯାହା ଶୁଣିଅଛି ସେଇ ସବୁ ତୁମମାନଙ୍କୁ ଜଣେଇଅଛି। ୟେସ୍ ପ୍ରିୟମାନେ, ସେ ଆମକୁ ବନ୍ଧୁ ଭାବରେ ଗ୍ରହଣ କରନ୍ତି, ସେ ଆମକୁ ଈଶ୍ୱରଙ୍କ ସନ୍ତାନ ବୋଲି ଗ୍ରହଣ କରନ୍ତି। ଫୈସଲା ଆମ ହାତରେ। ଆମେ ପରମେଶ୍ୱରଙ୍କର ପୁତ୍ର ହିସାବରେ ବଞ୍ଚିବା କି ଶୈତାନର ପୁଅ ହିସାବରେ ବଞ୍ଚିବା? ଆମେ ଜୀବନର ଅନନ୍ତ ଜୀବନର ଅଧିକାରୀ ହେବା କି ଅନନ୍ତ ମୃତ୍ୟୁର ଅଧିକାରୀ ହେବା? ଆମ ଆଗରେ ସେ ଦୁଇଟି ବିଷୟ ରଖୁଛନ୍ତି, ଅନନ୍ତ ମୃତ୍ୟୁ ଆଉ ଅନନ୍ତ ଜୀବନ। ଯଦି ଆମେ ଯୀଶୁଙ୍କୁ ପ୍ରେମ କରୁ, ଯଦି ଆମେ ଯୀଶୁଙ୍କୁ ପ୍ରେମ କରିବାର ଅର୍ଥ, ଯୋହନ 14 ପର୍ବ ପଢିବେ ବୁଝିପାରିବେ। ଯୀଶୁଙ୍କୁ ପ୍ରେମ କରିବାର ଅର୍ଥ ଯୀଶୁଙ୍କର ଆଜ୍ଞାକୁ ପାଳନ କରିବା। ଯଦି ଆମେ ଯୀଶୁଙ୍କର ଆଜ୍ଞାକୁ ପାଳନ କରୁଛୁ, ଆମେ ପରମେଶ୍ୱରଙ୍କର ସନ୍ତାନ ହେବାର ଯୋଗ୍ୟତା ପାଇଯାଉଛୁ। ଆମକୁ ସେ ନିଜର ସନ୍ତାନ ବୋଲି ଗ୍ରହଣ କରୁଛନ୍ତି। ଆମେ ପରମେଶ୍ୱରଙ୍କର ଉତ୍ତରାଧିକାରୀ ହେଇଯାଉଛୁ। ପରମେଶ୍ୱରଙ୍କ ପାଖରେ ଯାହା ଅଛି ପ୍ରତ୍ୟେକ ବିଷୟର ଉତ୍ତରାଧିକାରୀ। ପ୍ରଭୁ ଯୀଶୁଙ୍କ ସହ ଉତ୍ତରାଧିକାରୀ ହୋଇ ସହିତ ସ୍ୱର୍ଗରେ ସିଂହାସନ ବସିବାର ଅଧିକାର ସେ ଆମକୁ ଦଉଛନ୍ତି। ଆଉ ଯଦି ଆମେ ଶୈତାନର ଫଲୋୱାର ହଉଛୁ, ଯଦି ଆମେ ଶୈତାନର କଥା ମାନି ଚାଲୁଛୁ, ତାହେଲେ ସେଠି ବି ଆମେ ଅନନ୍ତ କାଳ ପର୍ଯ୍ୟନ୍ତ ରହିବା। କିନ୍ତୁ ଅନନ୍ତ ମୃତ୍ୟୁ, ଅନନ୍ତ ଜୀବନ ନୁହେଁ, ଅନନ୍ତ ମୃତ୍ୟୁ ଶୈତାନ ସାଙ୍ଗରେ ଯିଏ ରୁହେ ତା ପାଇଁ ଅଛି। ଅନନ୍ତ ଯନ୍ତ୍ରଣା ସେଇ ନର୍କରେ ଅଛି। ୟେସ୍ ପ୍ରିୟମାନେ, ଆଜି ଚୟନ କରିବାର ସମୟ। ଆମେ ବାଛିବା, ଆମେ ଆଜି ବାଛିବା, ଆମେ ପରମେଶ୍ୱରଙ୍କର ସନ୍ତାନ ହବା କି ଶୈତାନର ସନ୍ତାନ ହବା। ଆମେ ସମସ୍ତେ ମିଳିତ ହବା ସେଇ ସୁନ୍ଦର ସ୍ୱର୍ଗରେ, ଯୋଉ ସ୍ୱର୍ଗରେ ପରମେଶ୍ୱର ସିଂହାସନରେ ବିରାଜମାନ କରିଛନ୍ତି, ଯୋଉ ସ୍ୱର୍ଗରେ ତାଙ୍କର ଦକ୍ଷିଣ ପାର୍ଶ୍ୱରେ
ଆମର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଉପବେଶନ କରିଛନ୍ତି ସିଂହାସନରେ। ଯୋଉ ସ୍ୱର୍ଗରେ କୋଟି କୋଟି ଦୂତ ମାନେ ସାଧୁ ସିରାଫ ମାନେ ତାଙ୍କର ଜୟଗାନ କରୁଛନ୍ତି, ହାଲେଲୁୟା ଗାଉଛନ୍ତି। ସେଠି ଆମେ ସମସ୍ତେ ମିଳିତ ହବା ସେଇ ସୁନ୍ଦର ସ୍ୱର୍ଗରେ। କାରଣ ଆମେ ପ୍ରଭୁ ଯୀଶୁଙ୍କୁ ପସନ୍ଦ କରିଛୁ, ପ୍ରଭୁ ଯୀଶୁଙ୍କର କଥା ମାନୁଛୁ। ଯଦି ଏ ପର୍ଯ୍ୟନ୍ତ ମାନି ନାହୁଁ, ବର୍ତ୍ତମାନ ଠାରୁ ଆମେ ମାନୁଛୁ, ମାନିବା। ଆମେ ତାଙ୍କର ପୁତ୍ର ଅଟୁ, ଆମେ ତାଙ୍କର କନ୍ୟା ଅଟୁ। ଆମେ ସେଇ ସୁନ୍ଦର ସ୍ୱର୍ଗରେ ମିଳିତ ହବା। ପରିଶେଷରେ ଆମ ବାପାଙ୍କର ଗୋଟେ ପ୍ରିୟ ଗୀତ ମଧ୍ୟରୁ ଗୋଟେ ଧାଡି ମୁଁ ଗାଇବାକୁ ଚାହୁଁଛି। ମିଳିବା ସର୍ବଶେଷে ଯୁବାମେଶ ସିଂହାସନ ପାଶେ, ସାଧୁ ମାନଙ୍କ ସହବାସେ, ସେ ରମ୍ୟ ନଦୀ ପାଶେ। ପ୍ରିୟମାନେ, ଆମେ ସମସ୍ତେ ମିଳିତ ହବା ସେଇଦିନ ଖୁସିରେ, ଆମେ ସମସ୍ତେ ନାଚି ଉଠିବା। ହାଲେଲୁୟା। କେତେ ମଜା ହବ ଯେତେବେଳେ ପ୍ରଭୁ ଯୀଶୁ ମଧ୍ୟ ଆକାଶକୁ ଆସିବେ ଆଉ ଦୂତ ମାନଙ୍କୁ ଆଦେଶ ଦେବେ, ତୁରୀ ବାଦ୍ୟ କର, ଆଉ ଯୋଉମାନେ ମତେ ଫଲୋ କରିଛନ୍ତି, ଯୋଉମାନେ ମତେ ଅନୁସରଣ କରିଛନ୍ତି, ସେ ସମସ୍ତଙ୍କୁ ନେଇ ଆସ। ଯଦି ସେମାନେ କବର ଭିତରେ ଅଛନ୍ତି, ମାଟି ତଳେ ଅଛନ୍ତି, ମାଟି ତଳୁ ତାଙ୍କୁ ଉଠେଇକି ନେଇ ଆସ। ଯଦି ପାଣିରେ ସେମାନେ ବୁଡି ରହିଛନ୍ତି, ପାଣି ଭିତରୁ ସେମାନଙ୍କୁ ଉଠେଇକି ଆଣ। ଆଉ ଯଦି ବଞ୍ଚିକି ଅଛନ୍ତି, ସେମାନଙ୍କୁ ମଧ୍ୟ ତୁମେ ମୋ ପାଖକୁ ନେଇ ଆସ। କାରଣ ସେମାନେ ସ୍ୱର୍ଗ ରାଜ୍ୟର ଯୋଗ୍ୟ ଅଟନ୍ତି, ମୋର ଭାଇ ହେବାକୁ ଯୋଗ୍ୟ ଅଟନ୍ତି, ମୋର ବନ୍ଧୁ ହେବାକୁ ଯୋଗ୍ୟ ଅଟନ୍ତି, ମୋ ସାଥିରେ ସ୍ୱର୍ଗରେ ରହିବାକୁ ଯୋଗ୍ୟ ଅଟନ୍ତି। ଆଉ ସେ ମଧ୍ୟ ଆକାଶରେ ଅପେକ୍ଷା କରି ରହିବେ। ଆଉ ଯେତେବେଳେ ଦୂତ ମାନେ ଆମକୁ ନେଇ ନୀଳ ଆକାଶକୁ ନେଇଯିବେ, ମଧ୍ୟ ଆକାଶକୁ ନେଇଯିବେ, ସେତେବେଳେ ପ୍ରଭୁ ଯୀଶୁଙ୍କ ମନରେ ମଧ୍ୟ କେତେ ଆନନ୍ଦ, କି ଆନନ୍ଦ, କି ଆନନ୍ଦ ମୋ ମନରେ, ଯେବେ ଯୀଶୁ ମତେ ଧରିଲେ ବକ୍ଷରେ। ମାନେ ସେ ଆନନ୍ଦ ଅବର୍ଣ୍ଣନୀୟ, ବର୍ଣ୍ଣନା କରି ହବ ନାହିଁ। ଅନନ୍ତ କାଳ ପାଇଁ ଯୋଉ ଆନନ୍ଦ, ଯୋଉ ଖୁସି, ସେଇ ସ୍ଥାନରେ ଯେତେବେଳେ ମିଶିବା, ସମସ୍ତେ ମିଶିକି ଅନୁଭବ କରିବା, ଏକ ଆରେକକୁ ସ୍ୱାଗତ କରିବା। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍। ଆମେନ୍ ଆମେନ୍। ଧନ୍ୟବାଦ ସାର୍, ସୁନ୍ଦର ଭାବେ ଈଶ୍ୱରଙ୍କ ବାକ୍ୟକୁ ଭାଙ୍ଗି ଅଛନ୍ତି। ଆଉ ପ୍ରଭୁ ଆପଣଙ୍କ ମୁଖ ଦେଇ ପ୍ରଭୁ କଥା କହିଅଛନ୍ତି। ଆଉ ଯାହା ଆବଶ୍ୟକତା ଥିଲା ଆମମାନଙ୍କ ନିମନ୍ତେ, ତାହା ପ୍ରଭୁ ଆମମାନଙ୍କୁ ଜଣାଇଅଛନ୍ତି।